କଣ ରଥ ବାବୁ ଆଜ୍ଞା କେମିତି ଜୟ ଅଛ? ଜଗନ୍ନାଥ। ଜୟ ଜଗନ୍ନାଥ। ଭଲ ଅଛି। ଜୟ ଜଗନ୍ନାଥ। ଭଲ ଅଛି ଆଜ୍ଞା। ଆଚ୍ଛା ପାନ ମୋ ପାଇଁ ମାଗୁଛ ନା? ହଁ ହଁ ପାନ ତମେ ସବୁବେଳେ ମିଠା ଖାଇ ପକଉଛ ମୋର। ମିଠା ତମେ ତ ଭୁଲି ଯାଉଛ ମୁଁ ମିଠା ଖାଉନି ତମେ ଜାଣିଛ। ଆଁ? ବହୁତ ଦିନ ପରେ ଆସୁଛନ୍ତି ବୋଲି ମୁଁ ଆଉ ନାଇଁ ନାଇଁ ଇଏ ଲୋକ ପୁରା ଦୋକାନ ସବୁବେଳେ ଖୋଲୁନାହାନ୍ତି। ବହୁତ ଦିନ ପରେ ଆଇଲେ ଆମେ ଯୋଉଦିନ ଆଉ ଆସିବୁ- ଏବେ କହିପାରିବେନି ଆମେ ଏବେ ଯୋଉ- କଣ୍ଟିନ୍ୟୁ ଆପଣ ଆଉ ଆମେ ଯୋଉଦିନ ଆସିବ ଆଙ୍କ ଦୋକାନ ବନ୍ଦ। ଏବେ ସେ ଷ୍ଟେଟମେଣ୍ଟ ହେଲା। କରିବେନି ଆଉ ରାତି 12ଟା ବେଳେ ଆସିଥିବ କି କିନ୍ତୁ ରଥର ପାନ ବହୁତ ଟେଷ୍ଟ ନାଇଁ କି ବଢିଆ ଲାଗେ। ତାଙ୍କ ପାଖରେ ଯିଏ ପାନ ଖାଇବ ଆଉ କିଏ ଗୋଟେ ଖାଇପାରିବ ଖାଇବାକୁ ଭଲ ଲାଗିବନି। ଆଉ ଯାତ୍ରା କଲ ସୁନାବେଶ ହଁ ରାତି 10ଟା ବେଳେ ଯିବେ ଆଉ ସକାଳେ ହେଇଥିଲ ହଁ ସାର୍ ଆଉ କଣ ମାଗିଲ ଜଗନ୍ନାଥଙ୍କୁ? ଆଉ ଜଗନ୍ନାଥଙ୍କୁ ଭଲ ଆଉ କଣ ମାଗିବୁ ଆପଣଙ୍କର ସମସ୍ତଙ୍କ ମଙ୍ଗଳ ହଉ କି ମଙ୍ଗଳ ହଉଛି ଜଗତର ମଙ୍ଗଳ ହଉ ଜଗତର ମଙ୍ଗଳ ହଉ, ଓଡ଼ିଶାର ସମସ୍ତେ ମଙ୍ଗଳ ଭଲ ହଉ ରହନ୍ତୁ। ଆମ ଗୁଣୁପୁର ବାସୀଙ୍କର ମଙ୍ଗଳ ହଉ ନାଇଁ କି ସମସ୍ତେ ଭଲ ଥାଆନ୍ତୁ। ସମସ୍ତେ ଭଲ ଥିଲେ ଆମର ଅସୁବିଧାରେ ସେମାନେ ସବୁ ସାହାଯ୍ୟ ଆମକୁ କରିବେ। ତେଣୁକରି କାହାର ଅମଙ୍ଗଳ କେବେ ଆମେ ଚିନ୍ତା କରିବା ନାହିଁ। ସାହି ପଡ଼ିଶା ସମସ୍ତେ ସୁଖ ଶାନ୍ତି ରହିବା ଦରକାର। ହଁ ସାର୍ ରହିଲେ ହିଁ ଆମର ଅସୁବିଧା ବେଳକୁ ସେମାନେ ସାହାଯ୍ୟ କରିବେ ନା ନାଇଁ କି ସତ କଥା ନୁହେଁ? ହଁ, ହଁ, କିନ୍ତୁ କିଛି ଲୋକ ଅଛନ୍ତି ସବୁବେଳେ ହିଂସା କପଟ କରୁଥିବେ ପଡ଼ିଶାର କିନ୍ତୁ ଅସୁବିଧା ହଉ ନାଇଁ କି ସେ କିନ୍ତୁ ହଇରାଣ ହରକତ ହଉ ଆଉ ତାର କିଛି ଗୋଟେ ଏମିତି ଅସୁବିଧା ହେଇଯାଉ ଯେମିତି ସେ ଗରିବ ହେଇଯାଉ ତା ପାଖରେ ପଇସା ପତ୍ର ନଥାଉ ଆରେ ତା ପାଖରେ ଯଦି ନଥିବ ତମକୁ ଯେତେବେଳେ ଅସୁବିଧା ହବ ତମକୁ ସାହାଯ୍ୟ କରିବ କିଏ ଆଉ ନାଇଁ କି ତ ଏଇଟା ଗୋଟେ ଭଲ କଥା। ତ ତେଣୁକରି ସବୁବେଳେ ଆମେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ନିହାତି ଆବଶ୍ୟକ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଏମିତି ସବୁବେଳେ ଖୁସିରେ ରଖିଥାନ୍ତୁ ତମକୁ ତମ ପରିବାରକୁ ମଧ୍ୟ ଖୁସିରେ ରଖିଥାନ୍ତୁ ଜଗନ୍ନାଥ। ସବୁବେଳେ ତମ ଉପରେ ଜଗନ୍ନାଥଙ୍କର ଆଶୀର୍ବାଦ ଥାଉ। ହଁ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।